सब्सक्राइब करंतु एबे आम चैनल को प्रेस करंतु बेल आइकन को जहा द्वारा लेटेस्ट वीडियो रो नोटिफिकेशन आपण माननकु सर्वप्रथमे मिल जिवो। नमस्कार बंधुगण आपण माननकु आम यूट्यूब चैनल को स्वागत। बंधुगण आज रो वीडियो रे आमे जानिबा 17 तारिख रो दिनटी आपणकर किपरि साब्यस्त हेबो ता सहित जदि कहिबा आज रो दिनटी को आपण माने किपरि साब्यस्त करिवे आजिर दिन आपणकर किपरि कटिबो ଏହା ସହିତ ଯଦି ବିଶେଷ ଭାବରେ ଆମେ କହିବା କେଉଁ ସବୁ ଜିନିଷରେ ଆପଣଙ୍କୁ ଫାଇଦା ମିଳିବ କେଉଁ ସବୁ ଜିନିଷରେ ଆପଣଙ୍କୁ ସାବଧାନତା ଅବଲମ୍ବନ କରିବା ପାଇଁ ପଡ଼ିବ ଆପଣଙ୍କର ଲଭ୍ ଲାଇଫ୍ କିପରି ରହିବ ବିଜନେସ୍ କିପରି ରହିବ ବ୍ୟାପାର କିପରି ରହିବ କ୍ୟାରିୟର କିପରି ରହିବ ସ୍ୱାସ୍ଥ୍ୟ କିପରି ରହିବ ସବୁକିଛି ପୁରା ଡିଟେଲ୍ସରେ ଆମେ ଜାଣିବା। ଏହା ପୂର୍ବରୁ ଚ୍ୟାନେଲରେ ନୂଆ ଆସିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ସାଙ୍ଗରେ ନୋଟିଫିକେସନ୍ ବେଲ୍କୁ ମଧ୍ୟ ଅନ୍ କରନ୍ତୁ ଓ ଭିଡ଼ିଓ ଶେଷରେ ଗୋଟେ ଉପାୟ ବିଷୟରେ ମଧ୍ୟ କହିବୁ ଯାହାଦ୍ୱାରା ଆପଣ ଆଜିର ଦିନକୁ ଆହୁରି ଅଧିକ ଶୁଭ ଓ ମଙ୍ଗଳଦାୟକ ସାବ୍ୟସ୍ତ କରିପାରିବେ। तो आसंतु जानिबा कि 17 तारिखर दिन आपणकर किपरि साब्यस्त हेबो केउ प्रकारर आजिर दिन को आपण प्लानिंग करिवे आसंतु जानिबा किपरि रहिबो आपणको पई आजिर दिन। जदि सबुठारु प्रथमे आमे आपण मानकु कहिबु कि कोन आपणको पई आजि पॉजिटिव रहिबा पई जाउछि जदि विशेष भाबरे आमे आपण मानकु कहिबु तो फ्रेंड्स आजि विद्यार्थी मानकु इंटरव्यू आ कैरियर संबंधित परीक्षा रे सफलता मिलिबार पूरा संभावना बनुछि। सेथिपई निजर पाठ पढ़ा प्रति एकाग्रचित्त आपण रुहंतु। आपणकर संतुलित दिनचर्या कारणरू अधिकतर काम आपणकर समय सह पूरा मध्य हेबो। ता सहित जदि कहिबा कोनोसी धार्मिक प्रवृत्तिर व्यक्तिଙ୍କ द्वारा आपणकर साक्षात मध्य आपणकर विचार धारे सकारात्मक परिवर्तन नेकी आसीबो तथा जीवन सह जड़ित प्रत्येक कार्य को करिबारे बहुत भल नजरिया आपणको विशेष भाबरे प्राप्त हेबो। आर्थिक स्थिति मध्य आपणकर काफी भल रहिबो। ता सहित संपर्कीयों सहित मनोरंजन संबंधित प्रोग्राम आपणकर बनिबो आउ संबंधरे घनिष्ठता मध्य आसीबो। पूर्व किछि टाइम रु जेउ कार्य प्रति विशेष भाबरे आपण परिश्रम करूथुले तो से सबुर शुभ परिणाम आशा ठारू अधिक आपणको प्राप्त हेबो। धार्मिक कार्य प्रति आपणकर विशेष भाबरे रुचि बढ़िबो। पूर्व किछि समय रु जेउ कार्य रे आपणकर रोकावट आसुथुला तो से सबु कार्य आपणकर बहुत ही शीघ्र आसान उपाय रे समाधान मध्य होई जिवो। वस्त्र आभूषण जेपरि किणाकिणी रे आपण आपणको टाइम को स्पेंड करिवे समय आपणको सपक्ष रे जिवो तेणु तार सम्मान करंतु। कोनोसी शुभ समाचार मिलिबा कारणरू घर परिवार रे खुशीर माहौल देखिबाकू मिलिबो। आपणको परिश्रम द्वारा कोनोसी महत्वपूर्ण कार्य मध्य आपणकर संपन्न हेबो। आपणको योग्यता एवं क्षमता उपरे परिवार सदस्य माने गर्व अनुभव करिवे। कोनोसी अविश्वसनीय व्यक्तिंकर परामर्श आउ सहयोग आपणकर हजि जाइथिबा प्रतिष्ठा को पुणी थरे हासिल करिवो जहा द्वारा आपणकर आत्मविश्वास रे वृद्धि हेबो। ता सहित घरे कोनोसी धार्मिक आयोजन मध्य आपणकर संपन्न हेबो। ଏହା ସହିତ ଏ ଦିନ ଆପଣଙ୍କ ପାଇଁ ବହୁତ ହି ଭଲ ଦିନ ସିଦ୍ଧ ହେବ। ଏ ଦିନ ଆପଣଙ୍କୁ ନୂଆ ନୂଆ ସଫଳତା ମିଳିବାର ବିଶେଷ ଭାବରେ ଅନେକ ହିଁ ଯୋଗ ବନୁଅଛି। ଆସନ୍ତୁ ଜାଣିବା ଏ ଦିନରେ ଆପଣଙ୍କ ପାଇଁ କ'ଣ ନେଗେଟିଭ୍ ରହିବ। ଯଦି କହିବା ଫ୍ରେଣ୍ଡସ୍ଙ୍କ ସହିତ ଏ ଦିନରେ ଅଯଥା ବୁଲାବୁଲିରେ ଆପଣ ଆପଣଙ୍କର ଟାଇମ୍କୁ ବ୍ୟର୍ଥ କରନ୍ତୁ ନାହିଁ। ନିଜର ଶାରୀରିକ ଊର୍ଜାକୁ ବନେଇକି ରଖନ୍ତୁ। ଅଳସ୍ୱାମୀରେ ମନୋରଞ୍ଜନରେ ସମୟ ବ୍ୟତୀତ କରିବା ଠାରୁ ବନୁଥିବା କାର୍ଯ୍ୟରେ ଆପଣଙ୍କର ରୋକାବଟ ମଧ୍ୟ ଆସିପାରେ। ନିଜର ମହତ୍ୱପୂର୍ଣ୍ଣ ଦସ୍ତାବିଜକୁ ସମ୍ଭାଳିକି ରଖନ୍ତୁ। କେହି ଏହାର ଭୁଲ ବ୍ୟବହାର ମଧ୍ୟ କରିପାରେ। ତା ସହିତ ଏ କାରଣରୁ ଯଦି କହିବା ଆପଣଙ୍କର ସ୍ୱାଭିମାନ ଉପରେ ଆଘାତ ମଧ୍ୟ ପହଞ୍ଚିପାରେ। ସନ୍ତାନଙ୍କର ଗତିବିଧିରେ କଡ଼ା ନଜର ରଖନ୍ତୁ। ପିଲାଙ୍କର ସମସ୍ୟାକୁ ଶାନ୍ତିପୂର୍ଣ୍ଣ ଭାବରେ ସୁଲଝାନ୍ତୁ। ତାଙ୍କୁ ରାଗିବା ବା ତାଙ୍କ ଉପରେ କ୍ରୋଧ କରିବା ଦ୍ୱାରା ତାଙ୍କ ଭିତରେ ଅହଙ୍କାର ଭାବ ଉତ୍ପନ୍ନ ମଧ୍ୟ ହୋଇପାରେ। କାଳ୍ପନିକ କଥା ଉପରେ ଅଧିକ ଧ୍ୟାନ ନ ଦେଇକି ଯଥାର୍ଥ ଉପରେ ଆପଣ ବିଶ୍ୱାସ କରନ୍ତୁ, କିନ୍ତୁ ଧ୍ୟାନ ରଖନ୍ତୁ କି କୌଣସି ବି କାର୍ଯ୍ୟକୁ କରିବା ପୂର୍ବରୁ ତାର ଭଲ ମନ୍ଦ ଜିନିଷ ଉପରେ ଆପଣ ବିଚାର କରିବାର ଅତି ଆବଶ୍ୟକତା ରହିଛି, କାରଣ କିଛି ଭୁଲ ହେବାର ସମ୍ଭାବନା ମଧ୍ୟ ଲାଗୁଛି। ତା ସହିତ ଅଧିକତର ଟାଇମ୍ ଆପଣ ଘରୁ ବାହାରକୁ ବ୍ୟତୀତ କରିବେ, କିନ୍ତୁ ସଫଳତା ପ୍ରାପ୍ତ କରିବା ପାଇଁ ମର୍ଯ୍ୟାଦାର ଧ୍ୟାନ ରଖିବା ଆପଣଙ୍କ ପାଇଁ ଅତି ଆବଶ୍ୟକତା ରହିଛି। କୌଣସି ବି ଅନୁଚିତ କାର୍ଯ୍ୟ ଆପଣଙ୍କର କ୍ରୋଧପୂର୍ଣ୍ଣ ବ୍ୟବହାର ଆପଣଙ୍କର ଯୋଜନାକୁ ପରିବର୍ତ୍ତନ କରିପାରେ, ତେଣୁ ସାବଧାନ ରୁହନ୍ତୁ। ଅନ୍ୟର ସୁଲଝାଇବାରେ ଗଭୀରତାର ସହ ଆପଣ ବିଚାର କରନ୍ତୁ ତଥା ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ଅଚାନକ ହୋଇ କୌଣସି ପ୍ରକାରର ମହତ୍ୱପୂର୍ଣ୍ଣ ଖର୍ଚ୍ଚ ଆପଣଙ୍କର ସାମ୍ନାରେ ଆସିପାରେ। ତା ସହିତ କୌଣସି ନିକଟ ସମ୍ବନ୍ଧୀୟଙ୍କ ସହ ମତଭେଦ ହେବାର ବିଶେଷ ଭାବରେ ସମ୍ଭାବନା ବନୁଛି, ତେଣୁ ସାବଧାନ ରୁହନ୍ତୁ। ଆସନ୍ତୁ ଜାଣିବା ଏ ଦିନରେ ଆପଣଙ୍କର ଲଭ୍ ଲାଇଫ୍ କିପରି ରହିବ। ଯଦି କହିବା ବିବାହିତ ଜୀବନ ଆପଣଙ୍କର ସୁଖମୟ ରହିବ।
ପ୍ରେମ ସମ୍ବନ୍ଧରେ ଆପଣଙ୍କର କାଫି ମଜବୁତତା ଆସିବ। ପ୍ରେମ ସମ୍ବନ୍ଧ ପାଇଁ ଏ ଦିନ ବହୁତ ହି ଭଲ ଦିନ ଆପଣଙ୍କର ରହିବ, ଅନୁକୂଳ ରହିବ। ପାରିବାରିକ ଗତିବିଧିରେ ଆପଣଙ୍କର ସହଯୋଗ ସମର୍ପଣ ବାତାବରଣକୁ ଆହୁରି ଅଧିକ ଖୁସିଭରା ବନେଇ ଦେବ ତଥା ଆପୋଷିକ ସମ୍ବନ୍ଧରେ ଆହୁରି ଅଧିକ ଘନିଷ୍ଠତା ମଧ୍ୟ ଦେଖିବାକୁ ମିଳିବ। ପତି ପତ୍ନୀଙ୍କ ସମ୍ବନ୍ଧରେ ମଧୁରତା ରହିବ। କୌଣସି ପ୍ରକାରର ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ନିଜ ଜୀବନ ସାଥୀଙ୍କର ପରାମର୍ଶ ଆପଣ ଅବଶ୍ୟ ନିଅନ୍ତୁ। ଏ ଦିନ ଆପଣଙ୍କର ପ୍ରେମ ସମ୍ବନ୍ଧକୁ ମଜବୁତ ବନେଇବା ପାଇଁ ବିଶେଷ ଭାବରେ ଗୋଟେ ବହୁତ ଭଲ ଦିନ ସାବ୍ୟସ୍ତ ହେବ। ତା ସହିତ ଯଦି କହିବା ବିଶେଷ ଭାବରେ ଏ ଦିନରେ ଆପଣଙ୍କର ବ୍ୟବସାୟ କ୍ୟାରିୟର କିପରି ରହିବ, ଯଦି କହିବା ଏ ଦିନରେ ଗ୍ରହଙ୍କ ସ୍ଥିତି ଆପଣଙ୍କ ସପକ୍ଷରେ ଯିବ, କିଛି ଭଲ କାର୍ଯ୍ୟ ଆପଣଙ୍କର ସଫଳ ହେବ ତଥା ଲାଭର ଉଚିତ ଅବସର ମଧ୍ୟ ଆପଣଙ୍କୁ ପ୍ରାପ୍ତ ହୋଇଯିବ। ଚାକିରି ପେଶା ବ୍ୟକ୍ତିମାନେ ନିଜର କାର୍ଯ୍ୟକୁ ବହୁତ ଅଧିକ ଧ୍ୟାନପୂର୍ବକ କରିବେ। କୌଣସି ଭୁଲ ହେବାର ବିଶେଷ ଭାବରେ ସମ୍ଭାବନା ବନୁଛି। ତା ସହିତ ଦୈନିକ ଆୟରେ ବୃଦ୍ଧି ହେବ। ତା ସହିତ ଆପଣ ଆପଣଙ୍କର କାର୍ଯ୍ୟରେ ଅଧିକ ଧ୍ୟାନ ମଧ୍ୟ କେନ୍ଦ୍ରିତ କରିବେ। କୌଣସି ବଡ଼ ସ୍ଥିତି ମିଳିବାର ବିଶେଷ ଭାବରେ ସମ୍ଭାବନା ବନୁଛି। ଚାକିରି ପେଶା ବ୍ୟକ୍ତିଙ୍କୁ ବିଶେଷ ଭାବରେ ନିଜର ଟାର୍ଗେଟ ପୁରା କରିବା ଦ୍ୱାରା ବିଶେଷ ଲାଭ ମିଳିବ। ଏ ଦିନରେ କୌଣସି ନୂଆ ମିଳିବାର ସ୍ଥିତି ବନୁଛି। କୌଣସି ବି ଡିଲ୍ ଫାଇନାଲ କରିବା ଟାଇମରେ ସମଝଦାରୀ ଏବଂ ଭାବି ଚିନ୍ତିକି ଆପଣ କାମ କରନ୍ତୁ। ଲାଭର ମାର୍ଗ ପ୍ରସ୍ତୁତ ହେବାର ବିଶେଷ ଭାବରେ ଆପଣଙ୍କ ପାଇଁ ଯୋଗ ବନୁଛି ତଥା ସମୟରେ ଆପଣ ଭରପୁର ସଦୁପଯୋଗ କରନ୍ତୁ। ବ୍ୟବସାୟିକ ଗତିବିଧି ଆପଣଙ୍କର ସୁଚାରୁ ରୂପରେ ଚାଲିବ, କିନ୍ତୁ ଚାକିରି ପେଶା ବ୍ୟକ୍ତି ବିଶେଷଙ୍କୁ ନିଜର କାର୍ଯ୍ୟ ପ୍ରତି ବିଶେଷ ଭାବରେ ସାବଧାନ ରହିବାର ଆବଶ୍ୟକତା ରହିଛି। ଅନ୍ୟଥା ଉଚ୍ଚ ଅଧିକାରୀ ବର୍ଗଙ୍କର ନରାଜପଣର ଶିକାର ଆପଣଙ୍କୁ ହେବା ପାଇଁ ପଡ଼ିପାରେ। ବ୍ୟବସାୟିକ ବିଚାର ସମ୍ବନ୍ଧିତ ରୂପରେଖା ଉପରେ କୌଣସି ପ୍ରକାରର କାର୍ଯ୍ୟକୁ ଆପଣ ସ୍ଥଗିତ କରନ୍ତୁ। ଆର୍ଥିକ ସାଧନରେ ଏ ଦିନରେ ଆପଣଙ୍କର ବୃଦ୍ଧି ହେବ। କୌଣସି ପ୍ରକାରର ଅନୁଚିତ କାର୍ଯ୍ୟକୁ କରିବାଠାରୁ ଆପଣଙ୍କୁ ଦୂରେଇ ରହିବାର ରହିଛି। ତା ସହିତ ପ୍ରପର୍ଟି ସମ୍ବନ୍ଧିତ କାର୍ଯ୍ୟରେ ପେପର ୱାର୍କରେ ଆପଣ ଅଧିକ ଧ୍ୟାନ ଦିଅନ୍ତୁ। ଟିକେ ସାବଧାନତା ଆପଣଙ୍କୁ କୌଣସି ବଡ଼ ମୁସିବତରେ ମଧ୍ୟ ପକାଇ ପାରେ। ଚାକିରି ପେଶା ବ୍ୟକ୍ତିବିଶେଷଙ୍କୁ ଯଦି କହିବା ଉଚ୍ଚ ଅଧିକାରୀ ବର୍ଗ ପ୍ରସନ୍ନ ମଧ୍ୟ ରହିବେ। ପ୍ରମୋସନ ମିଳିବାର ମଧ୍ୟ ବିଶେଷ ଭାବରେ ଯୋଗ ଆପଣଙ୍କ ପାଇଁ ବନୁଛି। ଆସନ୍ତୁ ଜାଣିବା ଏ ଦିନରେ ଆପଣଙ୍କର ସ୍ୱାସ୍ଥ୍ୟ କିପରି ରହିବ। ଯଦି କହିବା ଆପଣ ଏ ଦିନରେ ବାହନ ଆଦି କିଣାକିଣି ଟାଇମରେ ଆଘାତ ଲାଗିବାର ବିଶେଷ ଭାବରେ ସମ୍ଭାବନା ବନୁଛି। ସେଥିପାଇଁ ଆପଣ ଅତ୍ୟଧିକ ସାବଧାନ ରୁହନ୍ତୁ। ଏମିତିରେ ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ହି ଭଲ ରହିବ। ତା ସହିତ ନିଜ ସ୍ୱାସ୍ଥ୍ୟକୁ ଭଲ ରଖିବା ପାଇଁ ଆପଣ ପ୍ରତ୍ୟେକ ଦିନ ଯୋଗ କରନ୍ତୁ, ବ୍ୟାୟାମ କରନ୍ତୁ ଏବଂ ସୁସ୍ଥ ରୁହନ୍ତୁ। ଆସନ୍ତୁ ଜାଣିବା ଆପଣଙ୍କ ପାଇଁ କ'ଣ ବିଶେଷ ଉପାୟ ରହିଛି। ଯଦି କହିବା ଆପଣ ସ୍ନାନ ଆଦି ବିଶେଷ ଭାବରେ କରିସାରିବା ପରେ ଭଗବାନ ଶିବଙ୍କର ମନ୍ତ୍ର ଜପ କରନ୍ତୁ। ତା ସହିତ ବିଶେଷ ଭାବରେ ଘରେ ପୂଜା ପାଠ ଆଜି କରନ୍ତୁ। ଛୋଟ ପିଲାଙ୍କୁ କିଛି ନା କିଛି ଖାଇବାକୁ ଦିଅନ୍ତୁ, ଯାହାଦ୍ୱାରା ସବୁ ନକାରାତ୍ମକ ଶକ୍ତିର ବିନାଶ ହେବ, ଶୁଭ ଫଳ ପ୍ରାପ୍ତ ହେବ। ଭିଡ଼ିଓ କେମିତି ଲାଗିଲା କମେଣ୍ଟ କରିକି ଜଣାନ୍ତୁ। ଚ୍ୟାନେଲରେ ନୂଆ କରି ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଧନ୍ୟବାଦ।